କରୁଛୁ ଶ୍ରୀମଦ୍ ଭାଗବତର ଦ୍ୱାଦଶ ସ୍କନ୍ଧ। ଏଥିରେ ପ୍ରଧାନତଃ ବ୍ରହ୍ମ ଶାପଗ୍ରସ୍ତ ରାଜା ପରୀକ୍ଷିତଙ୍କ ମୃତ୍ୟୁଭୟ ନିବାରଣ ଓ ମୁକ୍ତିଲାଭ ବିବୃତ କରି ଶ୍ରୀ ଶୁକଦେବ ଆନୁଷଙ୍ଗିକ ଭାବରେ ଯୁଗ ଧର୍ମ, କଳିଯୁଗର ଦୋଷ ଓ ସତ୍ୟଯୁଗର ଉତ୍ପତ୍ତି ଇତ୍ୟାଦି ବର୍ଣ୍ଣନା କରି ବିରାଟ ଧର୍ମଗ୍ରନ୍ଥଟିର ଉପସଂହାର କରିଛନ୍ତି। ପୁରାଣମାନଙ୍କ ମଧ୍ୟରେ ଚକ୍ରବର୍ତ୍ତୀ ତୁଲ୍ୟ ଶ୍ରୀ ଭାଗବତ ଭଗବାନଙ୍କର ସ୍ୱରୂପ ବୋଲି ସମାଦର ଲାଭ କରିଛି। ଲୌକିକ ସଂହିତା ଅନୁସାରେ ଏହା ଶ୍ରୀକୃଷ୍ଣଙ୍କର ଆତ୍ମା ବୋଲି ବର୍ଣ୍ଣିତ।
ରସ